ବାଲେଶ୍ୱର ବିଶ୍ୱ କଲ୍ୟାଣ ଏବଂ ଆଧ୍ୟାତ୍ମିକ ଚେତନାର ବିକାଶ ନିମନ୍ତେ ବିଗତ ବର୍ଷ ପରି ଚଳିତ ବର୍ଷ ସହରସ୍ଥିତ ଛତୁଆ ଟୋଲଙ୍କ ସାହି ଶ୍ରୀ ଶ୍ରୀ ପଞ୍ଚମୁଖୀ ହନୁମାନ ମନ୍ଦିରର 19 ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ବାର୍ଷିକ ଉତ୍ସବ ମାର୍ଚ୍ଚ 5 ତାରିଖରୁ ଆରମ୍ଭ ହୋଇ 13 ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ମନ୍ଦିରର ପୂଜକ ସୁଧାସିନ୍ଧୁ ପଣ୍ଡାଙ୍କ ଦ୍ୱାରା ପ୍ରତ୍ୟେକ ଦିନ ପୂଜା ଆରମ୍ଭ ସହିତ ସକାଳ 8 ଘଟିକାରୁ ଦିବା 12 ଘଟିକା 30 ମିନିଟ୍ ପର୍ଯ୍ୟନ୍ତ ବ୍ୟାସଜୀ କୃତିବାସ ନନାଙ୍କ ଦ୍ୱାରା ହନୁମାନ ଚାଳିଶା ଓ ଶ୍ରୀରାମ ଚରିତ ମାନସ ପାରାୟଣ ଓ ହୋମ କାର୍ଯ୍ୟକ୍ରମ କରାଯାଇଥିଲା। ପ୍ରତ୍ୟହ ସନ୍ଧ୍ୟା ଠାକୁରଙ୍କ ନିକଟରେ ସନ୍ଧ୍ୟା ଆଳତୀ ଓ ହନୁମାନ ଚାଳିଶା ପାଠ କରାଯାଇଥିଲା। ଚଳିତ ବର୍ଷ ନବାନ୍ନ ପାରାୟଣ ଅଯୋଧ୍ୟାକାଣ୍ଡ କାର୍ଯ୍ୟକ୍ରମରେ ଓଡ଼ିଶାର ସୁନାମଧନ୍ୟ ପ୍ରବଚକ ଓ ପ୍ରବଚିକାମାନଙ୍କ ଦ୍ୱାରା ପ୍ରବଚନ ଶୁଣିବା ପାଇଁ ସନ୍ଧ୍ୟାରେ ଶହ ଶହ ଶ୍ରଦ୍ଧାଳୁ ଓ ଭକ୍ତମାନେ ଉପସ୍ଥିତ ରହୁଥିଲେ। 14 ତାରିଖ ଶନିବାର ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ମନ୍ଦିରର ସେବକ ବୃନ୍ଦ ଯଥା ନିରଞ୍ଜନ ପଣ୍ଡା, ମାନସ ରଞ୍ଜନ ଦାସ, ସାବିତ୍ରୀ ଦାସ, ମାତୃଦତ୍ତ ଦାସ ଓ ଗ୍ରାମବାସୀଙ୍କ ସହଯୋଗରେ ସୁଚାରୁ ରୂପେ ପରିଚାଳନା କରାଯାଇଥିଲା। ମୁଁ ହେଉଛି ଶ୍ରୀ ମାନସ ରଞ୍ଜନ ଦାସ, ଭୋଇସାହି ଗ୍ରାମ ନିବାସୀ। ଆଉ ଏଇ ମନ୍ଦିର ମହାଦେବ ମନ୍ଦିର, ହନୁମାନ ମନ୍ଦିର ଏବଂ ଶନିଶ୍ଚର ମହାଦେବ ବାବାଙ୍କ ମନ୍ଦିର ପାଇଁ ଆମ ମାଆଙ୍କର ଅବଦାନ ବହୁତ ଅଛି। ଆଉ ଏଇ ରାମଚରିତ ମାନସ କାର୍ଯ୍ୟକ୍ରମ ଏଇ ବର୍ଷ ମିଶି 19 ବର୍ଷ ସମ୍ପୂର୍ଣ୍ଣ ହେଲା। ଏଇ ରାମଚରିତ ମାନସ କାର୍ଯ୍ୟକ୍ରମ 9 ଦିନ ଧରି ଚାଲେ। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଗତ 5/3/26 ଠାରୁ ଆଜି 13/3/26 ପର୍ଯ୍ୟନ୍ତ 9 ଦିନ ନବାନ୍ନ କାର୍ଯ୍ୟକ୍ରମ ଚାଲୁ ରହିଛି। ଆଜି ହେଉଛି ଶେଷ ଦିବସ ପୂର୍ଣ୍ଣାହୁତି। ଆଜି ପ୍ରଭୁଙ୍କର ଯେଉଁ କାର୍ଯ୍ୟକ୍ରମ ଆଜି ଏ ବର୍ଷ ପାଇଁ ବିଶ୍ରାମ ନେବେ। ଆସନ୍ତା ବର୍ଷ ପୁଣି ଯଦି ପ୍ରଭୁଙ୍କର କୃପା ହୁଏ ତାହେଲେ ଆସନ୍ତା ବର୍ଷ ମଧ୍ୟ କାର୍ଯ୍ୟକ୍ରମ ଜାରି ରହିବ। ଆଉ ଆସନ୍ତାକାଲି ହେଉଛି ଆମର ପୂର୍ଣ୍ଣାହୁତି, ଆସନ୍ତାକାଲି ହେଉଛି ଆମର ପ୍ରସାଦ ସେବନ। ଆଜି ପୂର୍ଣ୍ଣାହୁତି ସମ୍ପନ୍ନ ହୋଇଛି। ଆଉ ଏଇ ଯେଉଁ 9 ଦିନ କାର୍ଯ୍ୟକ୍ରମ ମଧ୍ୟରେ 5/3/26, 6/3/26, 7/3/26 ଏହି 3 ଦିନ ଧରି ଓଡ଼ିଶାର ବରେଣ୍ୟ ପ୍ରବଚକ ମହୋଦୟ ଶ୍ରୀଯୁକ୍ତ ଆମର ବିଷୟୀ ବସନ୍ତ କୁମାର ବିଷୟୀ ମହୋଦୟ ଆସିଥିଲେ। ସେ 3 ଦିନ କାର୍ଯ୍ୟକ୍ରମ କରିଗଲେ। ତାଙ୍କ ପରେ ଆସିଥିଲେ ଖୋର୍ଦ୍ଧାରୁ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଚାନ୍ଦ ମହୋଦୟ, ସେ ମଧ୍ୟ 3 ଦିନ କାର୍ଯ୍ୟକ୍ରମ ସାରିଗଲେ। ତାପରେ ଯେଉଁ ଶେଷ 3 ଦିନ ପ୍ରବଚିକା ମହୋଦୟା ସ୍ୱାଧୀ ତପସ୍ୱିନୀ ପାଢ଼ୀ ମହୋଦୟା ଅଛନ୍ତି ଆଜି ମଞ୍ଚରେ। ଆଉ ସେ 3 ଦିନ କାର୍ଯ୍ୟକ୍ରମ ଆଜି ତାଙ୍କ ଶେଷ ରାତ୍ରି। ତେଣୁ ଏଇଭଳି ଭାବେ 9 ଦିନ କାର୍ଯ୍ୟକ୍ରମ ଆଜି ସମ୍ପନ୍ନ ହେଲା। ଆପଣଙ୍କର ସକାଳେ ଯେଉଁ ପ୍ରବଚନ ପାରାୟଣ କାର୍ଯ୍ୟକ୍ରମ ହୁଏ ସେଥିରେ ଏଇ ପ୍ରବଚନ କାର୍ଯ୍ୟକ୍ରମ ମୁଖ୍ୟ ପୁରୋଧା ହେଉଛନ୍ତି ବ୍ୟାସଜୀ ମହାରାଜ। ସେ କୃତିବାସ ନନା, ସେ ତାଙ୍କର କାର୍ଯ୍ୟ ସୁଚାରୁ ରୂପେ ସମାପନ କରିଛନ୍ତି। ଆପଣଙ୍କର କଥା ମୋତେ ଶ୍ରବଣ କରିବାର ସୌଭାଗ୍ୟ ମିଳୁ ମଣିମା, ଆପଣଙ୍କର କଥା ଶ୍ରବଣ କରିବାର ସୌଭାଗ୍ୟ ମିଳୁ। ତେଣୁ ଆପଣମାନେ ଦେଖିଲେ ଶଙ୍କର ଭଗବାନ ଏତେ ସତସଙ୍ଗ ପ୍ରିୟ, ଯୋଉଥିପାଇଁ ସେଦିନ କ'ଣ କରିଥିଲେ, ମା ସତୀ ଠାକୁରାଣୀଙ୍କୁ ସାଙ୍ଗରେ ଧରି ଯାଇଥିଲେ ଅଗସ୍ତ୍ୟ ମହାମୁନିଙ୍କ ଦରବାରକୁ କଥା ଶ୍ରବଣ କରିବା ପାଇଁ। ଆଉ ପ୍ରତ୍ୟେକ ପୁରାଣର ଉତ୍ତମ ବକ୍ତା ହେଉଛନ୍ତି ଶଙ୍କର ଭଗବାନ, ଆଉ ଉତ୍ତମ ଶ୍ରୋତା ହେଉଛନ୍ତି ମା ପାର୍ବତୀ ଠାକୁରାଣୀ। ଏତେ ସତସଙ୍ଗ ପ୍ରିୟ ଶଙ୍କର ଭଗବାନ ସଦା ସର୍ବଦା ରାମ ନାମରେ ନିବଞ୍ଚିତ ହୋଇଯାଇଥାନ୍ତି। ହେ କରମତା ଯୋଗୀରା मेरे संसार में क्या मोहि पार पार बिना बहु प्रभु सोहि सुनत गरुड़ के गिरा विनीता सरल सुप्रेम सुखद सुपुनीता भयमुतास मन परम उत्साह लागु कहे रघुपति गुण गाहा प्रथम ही अति अनुराग भवानी रामचरित सर कहे जीव कहानी मुनि नारद कर